ଆପଣ ପରିଚୟ ଆମ ଘର ଶାସପୁର ମୋ ନାଁ ଦୁର୍ଯ୍ୟୋଧନ ମାଝୀ। କ'ଣ କହିବେ ଯେଉଁ ଆଜିର ପୂର୍ଣ୍ଣମୀ ନେଇକି କ'ଣ ଆମର ପୂର୍ଣ୍ଣମୀରେ କହିବା ବହୁତ ଦିନ ହେଲାଣି ପାପ ହିସାବ ସମସ୍ତେ କିଛି କରି ଆସୁଛନ୍ତି କରୁଛନ୍ତି। ଆମେ ସେଇ ପିଲା ଛୁଆ ଆଜି 70-80 ବର୍ଷ ହେଲା କରୁଛୁ। ମା ଅଶ୍ଵିନୀ ବାସୁଳୀଙ୍କର ସବୁକିଛି ଦୟାରୁ ମା ଅଶ୍ଵିନୀ ବାସୁଳୀ ହେଲେ ପ୍ରଥମ ସୃଷ୍ଟିକର୍ତ୍ତା ଯେତେବେଳେ ହେଇଥିଲା ଇଏ ସୃଷ୍ଟି ଜଳମଗ୍ନ, ଇଏ ପୃଥିବୀ ଜଳମଗ୍ନ। ତେଣୁ ଭଗବାନ ନିରାକାର ପୁରୁଷ ଯେ ଚିନ୍ତା କଲେ କ'ଣ କରିବା, କିଛି ଉପାୟ ନାହିଁ ଜଳମଗ୍ନରେ। ସିଏ ତାଙ୍କ ରୋମରୁ ଛିଡ଼େଇ ଗୋଟେ ବଟବୃକ୍ଷ ନିର୍ମାଣ କଲେ। ସେ ବଟବୃକ୍ଷର ଯେତେବେଳେ ବସିଲେ ଗଡ଼ଗଡ଼ ହେଲେ ଟଳିଲେ, ତେଣୁକରି ସିଏ କ'ଣ କଲେ ଗୋଟେ ରୋମରେ ଯେ ସୃଷ୍ଟି କଲେ। ସୃଷ୍ଟି କ'ଣ କଲେ ନା କର୍ଣ୍ଣମୂଳିକି ଯେତେବେଳେ ଆଉଁସିଛନ୍ତି କର୍ଣ୍ଣମୂଳିରୁ ମଳି ବାହାରିଲେ। ସେ ମଳିରୁ ଯେତେବେଳେ ଇଏ କଲେ ଭଗବାନ ସେଠୁ ନିର୍ମାଣ ସେଇ ପୁରୁଷ ଗୋଟେ ନିର୍ମାଣ କଲେ। କହିଲେ ଦେଖ ତୁ ଏଇ ଗଛ ବୃକ୍ଷରେ ବସି ମୋତେ କହିଲେ ପ୍ରଭୁ ମୁଁ କିଭଳି ଧରିମି। ତେଣୁ ଆଉ ଗୋଟିଏ ରୁମରୁ ସେ ଇଏ କରିକି ସେ ଗୋଟେ କାତ କଲେ। କାତ ଯେତେବେଳେ ବାଉଁଶର କାତ ଦେଲେ ସିଏ ଧରି ଧରି ବସିଲା। ବସିବା ପରେ କିଛି ଦିନ ବହୁ କାଳ ବିତି ଯାଇଛି ଭଗବାନଙ୍କର ଦୟା। ତେଣୁ ସେ କ'ଣ କଲେ, ସେ ଅପୂର୍ବ ପୁରୁଷ ମହାନ ପୁରୁଷ ସେ ପଡ଼ିଗଲେ ଜଳମଗ୍ନରେ। ଯେତେବେଳେ ପଡ଼ିଯାଇଛି ରାଘବ ବାଳିଆ, ମହାବଡ଼ ରାଘବ ବାଳିଆ ବଟ ଫଳକୁ ଖାଉଥିଲା, ସିଏ ମନୁଷ୍ୟକୁ ଗିଳିଗଲା। ଗିଳି ଯେତେବେଳେ ଚାଲି ଯାଉଛି ସେତେବେଳେ ଭଗବାନଙ୍କର ନିଦ୍ରା ଯେତେବେଳେ ଭାଙ୍ଗି ଯାଇଛି ସିଏ ଦେଖିଲେ କ'ଣ ଯେ ଇଏ ଦିବ୍ୟ ପୁରୁଷ କୁଆଡ଼େ ଗଲା। ତେଣୁ ଯୁଗ ଧ୍ୟାନରେ ଭଗବାନ ଦେଖିଲେ ସେ ରାଘବ ବାଳିଆ ଗିଳି ପଳାଉଛି। ତେଣୁ ଭଗବାନ କ'ଣ କଲେ ତାକୁ ଚକ୍ର ପେଶି ସେ ରାଘବ ବାଳିଆକୁ ମାରି ଇଏ ମନୁଷ୍ୟକୁ ଆଣିକି ଯେ କଲେ ସେ ତେଣୁକରି ଆକୁ ଏ ମନୁଷ୍ୟକୁ ଦେଲେ, କହିଲେ ଦାସ ରାଜା ବୋଲି ନାମ ଦେଲେ। ଦାସ ରାଜା ହେଲେ ଆକୁ ସୁବର୍ଣ୍ଣର କଲେ ଜାଲ କରିଦେଉଛି। ଇଏ ମୀନ ମାଛ ମାରିବୁ ତୁ ସଦାବେଳେ ଖାଇବୁ। କହିଲେ ପ୍ରଭୁ ମୁଁ ମାଛ ମାରିନେ ମହାପାପ ଅର୍ଜନ କରିବି, ମୁଁ ମାଛ ମାରିବିନି। କହିଲେ ଦେଖ ମାଛ କୈବର୍ତ୍ତଙ୍କର ହେଲା ବୈରୀ, ଯେ ମାଛ ତତେ ଗିଳିଥିବାରୁ ତୁ ମାଛକୁ ମାରିବୁ, ମୀନ ମାରି ହୀନ ଯିବ। ଯେ ଏଇଭଳି ଅନେକ କିଛି କଥା ସେ ଭଗବାନଙ୍କର ଲୀଳା। ଏଇଭଳି ଆମ ଏଇ ଦାସ ରାଜାଙ୍କ ଠାରୁ ଉତ୍ପତ୍ତି ହେଇ ଆଜି ଆମେ ଏଇ କୈବର୍ତ୍ତ କୂଳରେ ଆଜି ଏଇ ନିର୍ମାଣ ଏଇ ଘୋଡ଼ାକୁ ଆମକୁ ଏଇ ଘୋଡ଼ା ଯେତେବେଳେ ଦାସ ରାଜାକୁ ଦେଇଥିଲେ ଏଇ ଘୋଡ଼ାରେ ତୁ ଚଢ଼ି ଦିଗ୍ବିଜୟ କରି ଯେ ଗୋଟେ ପଟର ମାଛ ଗୋଟେ ପଟର ଚୂଡ଼ା ତୁ ବିକ୍ରି କରି ସଂସାର ଚଳିବୁ। ଘୋଡ଼ା ଯେତେବେଳେ ମରିଗଲା ତେଣୁ ଦାସ ରାଜା ବହୁତ କାନ୍ଦିଲେ। ଭଗବାନ ନିରାକାର ପୁରୁଷ ସେ ତାଙ୍କୁ ଦୟା କଲେ, ମାଆଙ୍କୁ ସେ ମୁଣ୍ଡଟେ ଦେଲେ। ସେଇ ମୁଣ୍ଡରେ ଆମର ସେଇ ପୂଜା ସେଇ ଦିନରୁ ଚାଲିଛି। ଦାସ ରାଜା କୈବର୍ତ୍ତ କୂଳର ଆମେ ଶ୍ରେଷ୍ଠ। এইভাবে দুনিয়া। ଆମ ଘର ଶାସପୁର ମାଝୀ ସାହି। ମୋ ନାଁ ହେଉଛି ରମାକାନ୍ତ ମାଝୀ। ଆମ ଇଏ ଦୀର୍ଘ ଦିନ ଧରି ବାପ ହିସାବ 14 ପୁରୁଷରୁ ହେଇ ଆସୁଛି। ଏଠାକୁ ବଳଭଦ୍ର ପଣ୍ଡା, ନିରଞ୍ଜନ କର, ବହୁତ ବଡ଼ ବଡ଼ ଗାଁ ଏଠାକୁ ଆସନ୍ତି। ଏଠି 4 ରାତି 5 ରାତି ପାଲା ହୁଏ। ଆଉ ଏଠି ନିଜେ ଆମେ ମାନେ ଚାନ୍ଦା ଆଦାୟ କରି ଆମର ଏଠି ଗୋଟେ କୈବର୍ତ୍ତ ଅନୁଷ୍ଠାନ ଅଛି। ସେଇ କୈବର୍ତ୍ତ ଅନୁଷ୍ଠାନ ମାଧ୍ୟମରେ ଆମେ ଦାସ ରାଜାଙ୍କର ମାନେ ଉତ୍ତରାଧିକାରୀ। ତେଣୁକରି ଆମେ ସେଇ ଦାସ ରାଜାଙ୍କ ଉତ୍ତରାଧିକାରୀ ଭାବରେ ଆମେ ଘୋଡ଼ା ଆମ ମା ବାସୁଳୀକି ପୂଜା କରୁ। ଆଉ ଆମର ନାବ ପୂଜା, ଆମେ ଡଙ୍ଗା ପୂଜା କରୁ, ଆଉ ବାସୁଳୀ ପୂଜା କରୁ। ଏ କେଉଁ ଦିନରୁ ଠାରୁ ହେଲାଣି ତାହା ଆମେ କଳ୍ପନା କରିପାରିବୁନି। ଆମ ବାପ ଶବ୍ଦ କରି ଆସୁଛନ୍ତି, ଆମେ ବି ସେଇ କରି ଆସୁଛୁ। ଆମ ପିଲା ଛୁଆ ବି ମାନେ କରିକା ଯିବେ। ଏଇସବୁ ଚାଲିଛି ଆଉ କ'ଣ। କିନ୍ତୁ ଆଗରୁ ଆମେ ଦେଖି ଆସୁ ନିରଞ୍ଜନ କର, ବଡ଼ ବଡ଼ ବଳଭଦ୍ର ପଣ୍ଡା, ରବି ପଣ୍ଡା, ଏଇସବୁ ବଡ଼ ବଡ଼ ଗାଁ ଆସନ୍ତି ଏଠାକୁ ପାଲା କରିବାକୁ। ଆସ୍ତେ ଆସ୍ତେ ଲୋପ ପାଇଗଲା। କ'ଣ ସମସ୍ତଙ୍କର ମନୋବଳ ରହିଲା ନାହିଁ। ଆଗରୁ ବୟସ୍କ ଲୋକ ଯେଉଁମାନେ ଥିଲେ ସେମାନେ କିଛି କରୁଥିଲେ। ଏଇ ବର୍ତ୍ତମାନ ମୁଁ ତ ନିଜେ ଦେଖୁଛି ଯେ ମୁଁ ବର୍ତ୍ତମାନ ଏଇ ଆମର ମା ବାସୁଳୀ ଯାକୁ କରୁଛୁ, ସେ ବାନ୍ଧିବାକୁ ରହିମି ବାନ୍ଧିମୁ, ନହେଲେ ନାହିଁ ତା ଆଉ କାହାରି କିଛି କହି ହେଉନି। ବର୍ତ୍ତମାନ ଯେଉଁ ପୂର୍ବପୁରୁଷମାନେ ଥିଲେ ସେମାନେ କିଛି କରୁଥିଲେ ବା କରଉଥିଲେ। ଆଉ ବର୍ତ୍ତମାନ ଯାହାକୁ କିଛି କହିବା ସେ କରିବା ଦୁଷ୍କର, ସେ ଆହୁରି ଭାଙ୍ଗିଦେବା ଚାହାନ୍ତି। ଏଇସବୁ ପରିସ୍ଥିତି ଆଉ କ'ଣ। ସାହି ସାହି ଭିତରେ, ଗାଁ ଗାଁ ଭିତରେ, ଭାଇ ଭାଇ ଭିତରେ ବିଦ୍ରୋହ ହେଉଛି। ଆଉ ଯାହା ହଉ କୌଣସି ମତେ ମା ବାସୁଳୀଙ୍କୁ ଆମେ ଡାକି ପୂଜା କ'ଣ କରୁଛୁ। ଅନନ୍ତ ମାଝୀ
ଅନନ୍ତ ମାଝୀ ସାହସପୁର ବାପାଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମାଝୀ। ମୋର ଆଜ୍ଞା ଘୋଡ଼ା ପୂର୍ଣ୍ଣମୀକି ନେଇକି କ'ଣ କହିବେ ଆପଣ? ଘୋଡ଼ା ପୂର୍ଣ୍ଣମୀ ମୋର 70 ବର୍ଷ ଚାଲିଲା। ବାପା ଗୋସାପ ସେ ସବୁ ଗଲେଣି। ଆମର କେତେ ବର୍ଷର ଇଏ ଅନୁଷ୍ଠାନ ଆମେ କହିପାରିବୁନୁ, କିନ୍ତୁ ଆମର ପାଲା ହୁଏ। ଆଉ ଆମେ ବି ଅଛି ଆମର ସୋସାଇଟି, ବଡ଼ ଧରଣ ଗୋଟେ ସୋସାଇଟି ଅଛି। ସରକାରଙ୍କ ପାଖରୁ ଆମେ କୌଣସି ସାହାଯ୍ୟ ସହାନୁଭୂତି ଆମେ ପାଉନାହୁଁ, କିନ୍ତୁ ଆମର ସୋସାଇଟି ଅଛି। ମତ୍ସ୍ୟଜୀବୀ ସମବାୟ ସମିତିରେ ଗୋଟେ ଅଛି ଆମର ସୋସାଇଟି। ଆମେ କୌଣସି ଗୋଟେ ଆମେ ଆସିକି ବୃଦ୍ଧ ହେଇଗଲୁଣି, ଆଜି ହ୍ୟାଣ୍ଡିକ୍ୟାପ୍, ମୁଁ ଜଣେ ଗୋଟେ ହ୍ୟାଣ୍ଡିକ୍ୟାପ୍ ହେଇଗଲି, କୌଣସି ସାହାଯ୍ୟ ସହାନୁଭୂତି ସରକାରଙ୍କ କତରୁ ଆମେ ପାଉନୁ। ଆମ ଅନୁଷ୍ଠାନଟା ଦୀର୍ଘଜୀବୀ ହେଇକି ରହିଛି।